ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 155ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଗାନ୍ଧୀ ବିଚାର ପ୍ରସାର ମଞ୍ଚ ତରଫରୁ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଦେଶର 78ତମ ସ୍ୱାଧୀନତାର ସ୍ମାରକୀ ଭାବେ 78 ମିଟର ଦୈର୍ଘ୍ୟର ଏକ ବିଶାଳ ତ୍ରିରଙ୍ଗା ପତାକା ସହିତ ଗାନ୍ଧୀ ବିଚାରଧାରାକୁ ସମ୍ମାନ ଦେଉଥିବା ଶତାଧିକ ଗାନ୍ଧୀ ପ୍ରେମୀ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରି ନୟାଗଡ଼ ବ୍ଲକ କାର୍ଯ୍ୟାଳୟଠାରେ ସମବେତ ହୋଇଥିଲେ। ବ୍ଲକ ସମ୍ମିଳନୀ କକ୍ଷରେ ଗାନ୍ଧୀ ଦର୍ଶନ ଓ ବିଚାର ପ୍ରାସଙ୍ଗିକତା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ଦର୍ଶନ ପ୍ରସଙ୍ଗରେ ସମାଜ ଉପଯୋଗୀ ତଥ୍ୟକୁ ଲୋକାଭିମୁଖୀ କରାଇବା, ଗାନ୍ଧୀଜୀଙ୍କ ସତ୍ୟ ଅହିଂସା ଏବଂ ସତ୍ୟଗ୍ରହ ସମ୍ପର୍କରେ ପ୍ରଚାର ପ୍ରସାର କରାଇବା ପାଇଁ ଆଲୋଚନା ଚକ୍ରର ଆବଶ୍ୟକତା ଉପରେ ମଞ୍ଚର ଆବାହକ ବରିଷ୍ଠ ଆଇନଜୀବୀ ରଞ୍ଜିତ ଦାସ ମତବ୍ୟକ୍ତ କରିଥିଲେ। ଏହି ଆଲୋଚନା ଚକ୍ରରେ ସ୍ଥାନୀୟ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦର ସଭ୍ୟ ବେବୁ ପ୍ରସାଦ ତ୍ରିପାଠୀ ଯୋଗଦେଇ ଗାନ୍ଧୀ ବିଚାରଧାରାର ପ୍ରାସଙ୍ଗିକତା ଉପରେ ସକାରାତ୍ମକ ଆଲୋଚନା କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ଅହିଂସା ଓ ସତ୍ୟାଗ୍ରହକୁ ଅସ୍ତ୍ର ଭାବେ ବ୍ୟବହାର କରି ବ୍ରିଟିଶ ସାମ୍ରାଜ୍ୟକୁ ଭାରତ ଦେଶରୁ ସମ୍ପୂର୍ଣ୍ଣ ବିତାଡ଼ିତ କରିବାରେ ଗାନ୍ଧୀଜୀ ସକ୍ଷମ ହୋଇଥିଲେ। ବିଧାୟକ ଡକ୍ଟର ସାହୁ ଗାନ୍ଧୀ ଦର୍ଶନ ସମ୍ପର୍କରେ ଆଲୋଚନା କରି ଗାନ୍ଧୀଜୀଙ୍କ ଲିଖିତ ପୁସ୍ତକ ଏକ୍ସପେରିମେଣ୍ଟ ଅଫ୍ ଟ୍ରୁଥର ବିଶ୍ଳେଷଣ କରୁ ଗାନ୍ଧୀ ସତ୍ୟର ପୂଜାରୀ ଥିଲେ ଓ ସତ୍ୟ କହିବା ପାଇଁ ଭୟ କରୁନଥିବା କଥା କହିଥିଲେ। ସ୍ୱାଧୀନତା ସଂଗ୍ରାମୀ ବେଳେ ଗାନ୍ଧୀଜୀ ପ୍ରାୟ 80,000 କିଲୋମିଟର ପଦଯାତ୍ରା କରି ସତ୍ୟ ଓ ଅହିଂସାର ପ୍ରଚାର କରିଥିବା ଉଲ୍ଲେଖ କରିଥିଲେ। ଗାନ୍ଧୀଜୀଙ୍କ ଜୀବନଚର୍ଯ୍ୟା ସମ୍ପର୍କରେ ଆଲୋଚନା କରି ତାଙ୍କର ଖାଦ୍ୟ ପାନୀୟ ଶୈଳୀକୁ ଆଜିର ଯୁବ ସମାଜ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବିଶିଷ୍ଟ କମ୍ୟୁନିଷ୍ଟ ନେତା ନାଟ୍ୟକାର ବିଶ୍ୱନାଥ ମହାପାତ୍ର ଏବଂ ପ୍ରାଧ୍ୟାପକ ଅଶୋକ ନାୟକ ପ୍ରମୁଖ ଅତିଥିମାନେ ଗାନ୍ଧୀ ଦର୍ଶନ ଏବଂ ବିଚାରଧାରାର ଆବଶ୍ୟକତା ସେ ଭାରତବର୍ଷ ପାଇଁ ଥିଲା, ଏବେ ରହିଛି ଓ ରହିବ ବୋଲି ତାଙ୍କ ମତ ଉପସ୍ଥାପନ କରିଥିଲେ। ନୟାଗଡ଼ ଜିଲ୍ଲାରୁ ସ୍ପେଶାଲ ବ୍ୟୁରୋ ଚିଫ୍ ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।